ଅଗଷ୍ଟ 24, 1914। ହେ ଭଗବାନ, ହୃଦୟ ଭରା କୃତଜ୍ଞତା ସହ ତୋ ପାଖକୁ ଆସିଛି। ବହୁ ଦିନରୁ ଆକାଂକ୍ଷିତ ସେହି ଦିବ୍ୟ ଜ୍ଞାନର ପ୍ରଥମ ଶବ୍ଦାବଳୀ ତୁ ମୋତେ ଶିକ୍ଷା ଦେଇଛୁ ଏବଂ ଏହି ଜ୍ଞାନ ସଙ୍ଗେ ସଙ୍ଗେ ସିଦ୍ଧିର ପ୍ରତ୍ୟେକ କ୍ଷେତ୍ରରେ ଆସିଛି ସଫଳତା ଓ ଯଥାର୍ଥ ଶକ୍ତି। ଏହା ଆରମ୍ଭ ମାତ୍ର, ଏହା ସିଦ୍ଧି ନୁହେଁ, ତେବେ ପଥ ଉନ୍ମୁକ୍ତ। ଦେଖାଯାଉଛି ଏହା ସିଧାସଳଖ। ମୋତେ କେବଳ ଏହାକୁ ଧରି ଚାଲିବାକୁ ହେବ। ଅନ୍ଧକାରମୟ ଦିବସଗୁଡ଼ିକର ସ୍ୱଳ୍ପତର ଅଥଚ ପୂର୍ଣ୍ଣ ଶକ୍ତିମାନ ପ୍ରୟାସ ଫଳରେ ଆବରଣ ଛିନ୍ନ ହୋଇଛି। ଭଗବାନ, ଏହା ହିଁ କର। ସମସ୍ତଙ୍କ ପାଇଁ ପଥ ଯେପରି ଏହିପରି ଜ୍ୟୋତିର୍ମୟ ହୋଇ ଉଠେ ଏବଂ ଆମ ନିଜ ମଧ୍ୟରେ ଦୃଷ୍ଟି ଯେତେବେଳେ ସ୍ୱଚ୍ଛ ହୋଇଛି, ସେତେବେଳେ ଅନ୍ୟ ସମସ୍ତଙ୍କ ପକ୍ଷେ ଏହି ସଜ୍ଞାନ ଚେଷ୍ଟା କରିବାରେ ଯେପରି ନୂତନ ବାଧା ନ ଜନ୍ମେ। ଏହିସବୁ ଶକ୍ତି ମନୁଷ୍ୟ ଯେତେ ବଡ଼ ହେଉନା କାହିଁକି, ସେ ସୀମାବଦ୍ଧ ଏବଂ ବହୁଦିନ ଯାବତ୍ ଏପରି ରହିବ, କାରଣ ସେ ମନୁଷ୍ୟ। ଆଉ ବୃହତ୍ତର ସହ ଯଦିଓ ତାର ସଂଯୋଗ ଘଟେ, ତେବେ ଏହି ବୃହତ୍ତର ତାର ବ୍ୟକ୍ତିଗତ ଦୃଷ୍ଟିଭଙ୍ଗୀ ମଧ୍ୟ ଦେଇ ତାର ବାହ୍ୟ ଚେତନା ନିକଟତର ପ୍ରତିଭାତ ହୁଏ। ବ୍ୟକ୍ତିଗତ ଦୃଷ୍ଟିକୋଣ ଦୃଷ୍ଟିରୁ କ୍ଷେତ୍ରକୁ ଅନ୍ତତଃ ଆଂଶିକ ବିକୃତ କରେ ନାହିଁ। ଏପରି କ୍ୱଚିତ୍ ଘଟେ, କିନ୍ତୁ ଏହି ଶେଷ ବାଧା ସକଳକୁ ଅତିକ୍ରମ କରିବାକୁ ହେବ, ନିଶ୍ଚିତ ରୂପେ ନିର୍ମୂଳ କରିବାକୁ ହେବ, ଯାହାଫଳରେ ସେସବୁ ପୁନର୍ବାର ମଥା ଟେକି ପାରିବେ ନାହିଁ। ପଥ ସମ୍ପୂର୍ଣ୍ଣ ଭାବେ ମୁକ୍ତ ରଖିବାକୁ ହେବ ଏବଂ ଯେଉଁ ଜ୍ଞାନର ଆଭାସ ମିଳିଛି ତାହାକୁ ପୂର୍ଣ୍ଣ ରୂପେ ପ୍ରକାଶିତ ଓ ପ୍ରତିଷ୍ଠିତ କରିବାକୁ ହେବ। ହେ ଭଗବାନ, ତୋ କୃପା ଆମମାନଙ୍କ ସହ ରହିଛି। ତାହା ଆମମାନଙ୍କୁ କେବେ ବି ଛାଡ଼ିଯାଏ ନାହିଁ। ଏପରିକି ଯେତେବେଳେ ବାହ୍ୟତଃ ସବୁକିଛି ଅନ୍ଧକାରମୟ ଦେଖାଯାଏ। ଗୋଟିଏ ପୂର୍ଣ୍ଣତାର ଉଷାକୁ ପ୍ରସ୍ତୁତ କରିବା ନିମନ୍ତେ ସମୟ ସମୟରେ ରାତ୍ରିର ପ୍ରୟୋଜନ ହୁଏ, କିନ୍ତୁ ଏଥର ତୁ ଆମମାନଙ୍କ ସମ୍ମୁଖରେ ଏପରି ଗୋଟିଏ ଉଷା ନେଇ ଆସିଛୁ, ଯାହାର ଆଉ ଶେଷ ହେବ ନାହିଁ। ଆମମାନଙ୍କର ସାନୁରାଗ କୃତଜ୍ଞତା ଓ ପରିପୂର୍ଣ୍ଣ ସମର୍ପଣର ଏହି ଅର୍ଘ୍ୟ ଗ୍ରହଣ କର। ମୁଁ ଜାଣିଥିଲି ଯେ ଏ ଖାତାଟି ଶେଷ ହେବା ସଙ୍ଗେ ସଙ୍ଗେ ମୋର ଆଧ୍ୟାତ୍ମିକ ସାଧନାର ଗୋଟିଏ ପର୍ବ ଶେଷ ହେବ। ବସ୍ତୁତଃ ତାହା ହିଁ ଘଟିଛି। ଆଲୋକ ଆସିଛି, ପଥ ଉନ୍ମୁକ୍ତ। ଅତୀତର ପ୍ରୟାସକୁ ସକୃତଜ୍ଞ ଅଭିବାଦନ ଜଣାଇ ଆମେମାନେ ନୂତନ ପଥରେ ଆଗେଇ ଚାଲିବୁ। ତୁ ସେହି ମାର୍ଗକୁ ଆମ ସମ୍ମୁଖରେ ପ୍ରଶସ୍ତ ଭାବେ ଉନ୍ମୁକ୍ତ କରିଛୁ। ବୃହତ୍ତର ଓ ସଜ୍ଞାନତର ସିଦ୍ଧିର ଏହି ନୂତନ ରାଜ୍ୟର ଦ୍ୱାର ପ୍ରାନ୍ତରେ ତୋତେ ପ୍ରଣାମ ଜଣାଉଛି। ହେ ଭଗବାନ, ଆମମାନଙ୍କର ଅଖଣ୍ଡ ଆତ୍ମଦାନ ଓ ଅଖଣ୍ଡ ଆରାଧନା ଗ୍ରହଣ କର। ଆମେମାନେ ନିଜକୁ ନିଃଶେଷରେ ତୋତେ ସମର୍ପଣ କରୁଛୁ। ପୁନର୍ବାର ତୁ ଏବଂ ଏକମାତ୍ର ତୁ ହିଁ ଆମ୍ଭମାନଙ୍କର ଅନ୍ତରରେ ଜୀବନ୍ତ ହୋଇ ଉଠିଛୁ। ତୁ ହିଁ ତୋର ରାଜ୍ୟର ରାଜା ହୋଇଛୁ, କିନ୍ତୁ ତୋ ରାଜ୍ୟ ହୋଇଛି ବୃହତ୍ତର, ପୂର୍ଣ୍ଣତର ଏବଂ ତୋ ଶାସନର ଅଧିକତର ଯୋଗ୍ୟ। ମା